ଭଜୁ କି ନା ରାମ ରାମ ରେ କୁମର, ଭଜୁ କି ନା ରାମ ନାମ, ଭଜି ନ ପାରିଲେ କୁଳ ଚନ୍ଦ୍ରମାରେ, ବାନ୍ଧି ନେବ କାଳ ଯମରେ କୁମର, ବାନ୍ଧି ନେବ କାଳ ଯମ। ସେଇ କାଳ ଯମ ବଡ଼ ଦାରୁଣରେ, ବୁଝେ ନାହିଁ ଦୁଃଖ ସୁଖ, ବାଛି ନେବ କଞ୍ଚା ରଖିବ ପାଚିଲା, ଦେବଟି ଦାରୁଣ ଦୁଃଖ। କାଳିଆରେ ବୟସ ସେତେବେଳେ ପାଖାପାଖି 14 ହେବ। ଆମ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ମିଶ୍ରଙ୍କର ମସ୍ତିଷ୍କ ରୋଗରେ ଅକାଳ ବିୟୋଗ ଘଟିଗଲା। ସାରଙ୍କର ଏକାଦେଶାହରେ ଏନ୍ତୁଡ଼ିଶାଳାରେ ବୃତ୍ତି ପରୀକ୍ଷା ପାଇଁ ପାଠ ପଢ଼ାଇଥିବା ମୋର ବଡ଼ ଦିଦି ଯେତେବେଳେ ମୋତେ କୁଣ୍ଢେଇ କାନ୍ଦିଥିଲେ, ମୋ ଅବୋଧ ମନରେ କାହାର ବିୟୋଗର ଦୁଃଖ ପ୍ରଥମ ଥର ଆଭାସ ହୋଇଥିଲା। ସାରଙ୍କ ସ୍ମୃତିରେ ସ୍କୁଲରେ ଏକ ଶୋକସଭାର ଆୟୋଜନ ହୋଇଥାଏ। ସେହି ସଭାରେ ମୋ ପ୍ରିୟ ତଥା ଆମ ସମସ୍ତଙ୍କର ପ୍ରିୟ ସଂସ୍କୃତ ସାର୍, ଯାହାକୁ ଆମେ ପଣ୍ଡିତ ସାର୍ ବୋଲି ଡାକୁ, ଏକ ଛୋଟିଆ ଉଦ୍ବୋଧନ ଦେଇଥିଲେ। ସେହି ଉଦ୍ବୋଧନର ସାରାଂଶ ଏତିକି: ଶରୀର ଜଡ଼, ଆତ୍ମା ଅମର। ଯେମିତି ଆମେ ବସ୍ତ୍ର ପୁରୁଣା ହୋଇଗଲେ ବା ମଇଳା ହୋଇଗଲେ ନୂଆ ବସ୍ତ୍ର ଖୋଜୁ, ସେହିପରି ଶରୀର ପୁରୁଣା ହୋଇଗଲେ ଆତ୍ମା ନୂଆ ଶରୀର ଖୋଜେ, ଯାହାକୁ ଘଟ ପରିବର୍ତ୍ତନ ବା ନବକଳେବର କହୁଛେ। କାଳକ୍ରମେ ବୟସ ବଢ଼ିବା ସହିତ ବୁଦ୍ଧି ବିବେକର ପରିପକ୍ୱତା ମଧ୍ୟରେ ସତ୍ସଙ୍ଗ, କଥାବାଚକଙ୍କର ପ୍ରବଚନ ତଥା ଅନ୍ୟ ମାଧ୍ୟମରୁ କିଛି ଜ୍ଞାନ ଆହରଣ ହୋଇ ଚାଲିଲା ଯେ କଳିରେ ମୃତ୍ୟୁ ପରେ କୁଆଡ଼େ ଯମଦଣ୍ଡ ଭୋଗିବାକୁ ପଡ଼େ। ଅକାରଣରେ ମୃତ୍ୟୁ ଘଟିଗଲେ ଅତୃପ୍ତ ଆତ୍ମା ପ୍ରେତ ହୋଇ ବୁଲେ। ନାନା ମୁନିଙ୍କର ନାନା ମତ, ସବୁ ତ ଶାସ୍ତ୍ରୀୟ ସଙ୍ଗତ। ଏହି ପରିପ୍ରେକ୍ଷୀରେ ମୋ ଅଜ୍ଞାନୀ ମନ ମାନସରେ ଏକ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ। ତେଣୁ ଆହେ ବିଶ୍ୱବିହାରୀ, ବୁଝେଇ କହିବୁ ଟିକେ ମୋତେ ଠାକୁରେ, କେଉଁ ଆତ୍ମା ଯମଜାତ ନାକୁ ଭୋଗ କରେ, କେଉଁ ଆତ୍ମା ପ୍ରେତ ହୋଇ ବୁଲେ ଅନ୍ଧାରରେ, କେଉଁ ଆତ୍ମା ନୂଆ ଘଟେ ଯାଇ ବାସ କରେ। ମୋକ୍ଷ ନ ମିଳିବା ପର୍ଯ୍ୟନ୍ତ ଯଦି ପୁନର୍ଜନ୍ମ ସୁନିଶ୍ଚିତ, ତେବେ ଆତ୍ମା କେତେବେଳେ ଯମଦଣ୍ଡ ଭୋଗ କରେ, କେତେବେଳେ ପ୍ରେତ ହୋଇ ବୁଲେ, ଆଉ କେତେବେଳେ ନୂଆ ଘଟରେ ପୁନର୍ସ୍ଥାପିତ ହୁଏ। ମନରେ ମୋ ଏଇ ପ୍ରଶ୍ନ ଦେବୁ କି ଉତ୍ତର, ସପନରେ ବୁଝେଇବ ମୋ କଳା ଠାକୁର।